ସମ୍ବଲପୁରୀ ଭାଷାକେ ଭଲ ପାଉଥିବାର ମୋର୍ ଦାଦା ଭାଇ ବହେନମାନଙ୍କୁ ମୋର୍ ଜୁହାର। ଭିଡ଼ିଓରେ କେହି ବି ନୂଆ ଅଛନ୍ ବୋଇଲେ ପ୍ଲିଜ୍ ଲାଇକ୍ ଆଉ ସବସ୍କ୍ରାଇବ୍ଟେ କରିଦେବେ। ଆଜି ଶୁନ୍ମା ଅବୋଲ କରା କଥାନି। ବହୁତ ଦିନର ପୁରୁଣା କଥାଟେ। ସଦାଶିବ ମିଶ୍ର ଶର୍ମା ନାଁରେ ଜଣେ ବ୍ରାହ୍ମଣ ରହୁଥନ୍। ସେ ବହୁତ ପୁରାଣ ଶାସ୍ତ୍ର ପଢ଼ି ମହାଜ୍ଞାନୀ ଥିଲେ। ତ୍ରିକାଳଦର୍ଶୀ ପଣ୍ଡିତ ହିସାବେ ତାହାଙ୍କୁ ସଭେ ସମ୍ମାନ କରୁଥିଲେ ଆର୍ ଶ୍ରଦ୍ଧାରେ ସଭେ ଡାକୁଥିଲେ ପଣ୍ଡିତ ଗୁସେଇଁ ବୋଲି। ଗୁସେଇଙ୍କର ପୁଅ ଝି ସବୁ ବଢ଼େଇ କରି ଭିଆ ବନ୍ଧନା ହେଲେନ। ସବୁ ଜଞ୍ଜାଲ ସରେଇ ଦିନେ ଗୁସେଇଁ ଭାବଲେ ତୀର୍ଥ ଭ୍ରମଣ କରି ନୂଆ ନୂଆ ଦେଶର ନୂଆ ନୂଆ କଥା ଶିଖବାର ଲାଗି। ହେଲେ ସେତେବେଲେ ତ ଏବରେନ୍ତା ଗାଡ଼ି ମଟର କି ରାସ୍ତାଘାଟ ନାଇଁ କି ଏବରେନ୍ତା ହୋଟେଲ ଦୁକାନ କି କାହାରର ଭାତୁନ କିଏ ନେଇ ଖାଉଥାଇ। ଯାହିଁ ଗଲେ ଯେତେ ଦୂର ଗଲେ ଚାଲି ଚାଲି ଯିବେ ଆର୍ ସାଙ୍ଗେ ଚୁଡ଼ା ଲିଆ ଗୁଡ଼ ଚାଉଲ ଧରିଥିବେ ଆର୍ ଭଲ ଜାଗା ଦେଖି ରାନ୍ଧି ବାଢ଼ି ଖାଇ ଟିକେ ବିଶ୍ରାମ ନେଇ ଫେର ଆଗକେ ଚାଲବେ। ଗୁସେଇଁ ତ ତୀର୍ଥ ଭ୍ରମଣ କରିଯିବାର ଲାଗି ମନେ ମନ ଠିକ୍ କରିଥିଲେ ନ। ହେଲେ ଏକଲା ଲୋକ ଦେଶ ରାଜ ବୁଲବାଟା ବୋଲି ସାଙ୍ଗେ ଯିବାର ଲାଗି ଭଲ ଲୋକ ଗୁଟେ ଖୋଜୁଥନ୍। ଯିଏ ତାକର ସାଙ୍ଗେ ଯାଇ ତାକର ବୁଚକା ପେଣା କମ୍ବଲ ଛତା ବୁଇଁ ଭଲ ମନ୍ଦ ବୁଝି କଥାବାର୍ତ୍ତା ହେଇ ହେଇ ସାଙ୍ଗେ ଚାଲବା। ଏନ୍ତା ଖୁଜୁ ଖୁଜୁ ଗୁସେଇଁ ସୋର ପାଇଲେ ବାରିକ ପିଲା ଧର୍ମାକେ। ସେ ବନେ ମଜବୁତିଆଟା ଆରୁ ବୁଚକା ବୁହାବା ଆର୍ ଟିକେ ଚାଲାକ। ହେଲେ କାଏଁ କରବ ଟିକେ ମନୁଆଟା ମନ ପାଇଥିଲେ କଥା ମାନବା ନାଇଁ ହେଲେ ନାଇଁ। ହେଥିର ଲାଗି ଗାଁ ନେତାକେ ସଭେ ଅବୋଲ କରା ବୋଲି ଡାକନ୍। ଗୁସେଇଁ ସବୁ କଥା ଜାନି ଅବୋଲ କରାକେ ଡାକି କହେସନ୍ ତାକର ସାଙ୍ଗେ ତୀର୍ଥ ଭ୍ରମଣ କରି ଯିବାର ଲାଗି। ତାର ଖର୍ଚ୍ଚା ବାର୍ଚ୍ଚା ସବୁ ମୁଇଁ ବୁଝମି ବୋଲି କହେସନ୍। ଅବୋଲ କରା ମନେ ମନ ଭାବସି ଇ ଗାଁନେ ପଡ଼ିଥିଲେ କାଣା ଦେଖମି। ମାହାଲିଆ ମିଲଲା ବେଲେ ଯାଇସି ଗୁସେଇଁ ସାଙ୍ଗେ ନୂଆ ନୂଆ ଜାଗା ନୂଆ ନୂଆ କଥା ସବୁ ଦେଖମି ଶିଖମି ବୋଲି ହଁ କରସି ଆର୍ କହିସି ହଁ ଗୁସେଇଁ ମୁଇଁ ତୁମର ସାଙ୍ଗେ ଯିମି। ହେଲେ ଗୁଟେ କଥା ତୁମେ ମତେ ବାଟସାରା କଥାନି କହି କହି ଚାଲବ। ଆର୍ ଗୁଟେ କଥା ଗୁସେଇଁ ମାହାପୁରୁ ମୁଇଁ ଯେନ୍ନ ନୂଆ କଥାଟେ ଦେଖମି ସେ ବିଷୟନେ ତମକୁ ପଚରାମି ଆର୍ ତମେ ଯଦି ମତେ ସେ ବିଷୟନେ ନାଇଁ କହିଦେବ ହେଲେ ମୁଇଁ ସେଠାନୁ ଏକା ଘରକେ ଫିରମି। ତମେ ଇ କଥାନେ ହଁ କରୁଛ ବୋଇଲେ କହ। ଗୁସେଇଁ ହସି ହସି ଠିକ୍ ଅଛି ମୋର୍ ସାଙ୍ଗେ ଚାଲ ବୋଲି କହିଲେ। ତହିଁ ଆର ଦିନ ସକାଲୁ ଯୋଗପାଗ ଦେଖି ଗୁସେଇଁ ଆର୍ ଅବୋଲ କରା ତୀର୍ଥ ଭ୍ରମଣ ଲାଗି ବାହାରିଲେ। ଆଗେ ଆଗେ ଗୁସେଇଁ ତାକର ଗଣ୍ଠଲିଟେ ଖନ୍ଦେ ପକେଇ ଚାଲିଥନ୍ ଆର୍ ପଛେ ଅବୋଲ କରା। ଚାଉଲ ଚୁଡ଼ା ଲିଆ ଗୁଡ଼ର ବୁଚକା ବୁଇଁ ପଛେ ପଛେ କମ୍ବଲ ଛତା ଧରି ଚାଲୁଥାଏ। ଅବୋଲ କରା ବାଟେ ଜାଣା ନୂଆ ଦେଖୁଥାଏ ଗୁସେଇଁକେ ପଚରେଇ ପଚରେଇ ଚାଲୁଥାଏ। ଏନ୍ତା ଯଉ ଯଉ ସେମାନେ ଗୁଟେ ରାଇଜେ ପହଞ୍ଚିଲେ। ସେ ରାଇଜେ ପହଞ୍ଚି ଗୁଟେ ସୁନ୍ଦର ବନ୍ଧଟେ ଦେଖଲେ। ବନ୍ଧର ହିଡ଼େ ବଡ଼ ଗଛ ତଲେ ପକ୍କା ଚଉତରା ଥାଏ। ପକ୍କା ଚଉତରା ପାସକେ ଥାଏ ଗୁଟେ ମାକଡ଼ର ପଥରର ମୂର୍ତ୍ତି। ସେତେବେଲକେ ବେଲ ବୁଡ଼ି ଆସୁଥାଏ। ଗୁସେଇଁ ଆଜି ସେ ଗାଁନେ ରହବା ଲାଗି ଭାବୁଥନ୍। ଏନ୍ତା ଭାବୁ ଭାବୁ ଅବୋଲ କରା ପଛଆଡ଼ୁ ଡାକ ଦେସି ଗୁସେଇଁ ଓ ଗୁସେଇଁ ମାହାପୁରୁ ରହ ରହ ଆଗ ଟିକେ ଇ ପାଖେ ଅଟକି ଯ ଆର୍ ମତେ କହ ଇ ମାକଡ଼ର ମୂର୍ତ୍ତିଟା କାଏଁ ହେଲା ଇନ ବନେଇଛନ୍। ଇ କଥାଟା ଶୁନି ସାରଲା ପରେ ଆମେ ଆଗକେ ଯିମା। ଗୁସେଇଁ ଟିକେ ହସି କହେସନ୍ ହଉ ଠିକ୍ ଅଛେ ପକ୍କା କମ୍ବଲ କି ପୋତ ଛତା ଶୁନ ଅବୋଲ କରା କହୁଛେ କଥା। ହେତକେ ଅବୋଲ କରା ସେ ଚଉତରା ଉପରେ କମ୍ବଲ ପକେଇ ଦେଲା ଆର୍ ଛତା ବନ୍ଦ କରି ରଖିଦେଲା। ଦୁଇଜଣ ଯାଇ ବନ୍ଧରନୁ ଗୋଡ଼ ହାତ ଧୋଇ ଆସି କମ୍ବଲ ଉପରେ ବସଲେ। ଗୁସେଇଁ କଥା ଆରମ୍ଭ କଲେ। ଦିନେ ଇ ରାଇଜର ରାଜା ପାରେତ କରି ଯାଇଥିଲେ। ସମର କୁଟରା ପଛେ ଧାଇଁ ଧାଇଁ ଜଙ୍ଗଲର ବନେ ଭିତରକେ ପଲେଇ ଗଲେ ଆର୍ ତାକର ସୈନ୍ୟ ସାମନ୍ତମାନଙ୍କରନୁ ବିଛିଡ଼ି ଗଲେ। ଇଆଡ଼େ ଜଙ୍ଗଲ ଭିତରେ ସଞ୍ଜ ହେଇ ଆସୁଥାଏ। ସେ କାଣା କରମି କାଣା ନାଇଁ ବୋଲି ଗଛ ଗୁଟକେ ଚଢ଼ି ସେନ ରାତଟା କାଟିଦେଲେ।
ସକାଳ ହେଲାକେ ସେ ଗଛୁ ଉତରି ଖଣେ ଦୂର ଯାଇଛନ୍ କି ନାଇଁ ବାଟେ କୁଡ଼ିଆଟେ ଦେଖି ସେ ପାଖକେ ଗଲେ ଆର୍ ସେନ ଦେଖଲେ ଗୁଟେ ମାକଡ଼ିଟେ ଅଛେ ଆର୍ ଠାରନାର କରି ରାଜାକେ କେତେ କଥା କହୁଛେ। ହେଲେ ରାଜା କିଛି କଥା ବୁଝି ନାଇଁ ପାରଲେ। ହେତକେ ମାକଡ଼ି ଜଙ୍ଗଲୁ ଫଲମୂଲାନି ରାଜାକେ ଦେଲା। ରାଜା ସବୁ ଖାଇଲେ। ତାରପରେ ମାକଡ଼ି ରାଜାକେ କୁଡ଼ିଆ ଭିତରକେ ଡାକି ନେଇ ଗୁଟେ ଅନ୍ଧରିଆ ଛୋଟ ବଖରାରେ ଲୁକି ରହ ବୋଲି ଠାରଲା। ରାଜା ବୁଝିପାରି ସେ ବଖରାନେ ଲୁକି ରହିଲେ। ଦେଖୁ ଦେଖୁ ସଞ୍ଜ ହେଇକରି ରାଏତ ହେଲା କି ସେ କୁଡ଼ିଆନେ ଗୁଟେ ସନ୍ନ୍ୟାସୀ ଆସିଲେ। ରାଜା ଲୁକି କରି ସବୁ ଦେଖୁଥନ୍। ସନ୍ନ୍ୟାସୀ ଭିତରକେ ଯାଇ ମାକଡ଼ିକେ ଡାକଲେ। ମାକଡ଼ି ବି ସନ୍ନ୍ୟାସୀ ସାଙ୍ଗେ ଭିତରକେ ଗଲା। ସନ୍ନ୍ୟାସୀ ମାକଡ଼ିକେ ଗୁଟେ ଜାଗାରେ ବସାଲେ। ଦୁଇ ପାଖେ ଦୁଇଟା ଗଡ଼ୁ ଥାଏ। ସନ୍ନ୍ୟାସୀ ଗୁଟେ ଗଡ଼ୁର ପାଏନ୍ ଟିକେ ଆନି ମାକଡ଼ିର ଉପରେ ଝିଟି ଦେଲେ। ଦେଖୁ ଦେଖୁ ମାକଡ଼ି ଗୁଟେ ଦିବ୍ୟ ସୁନ୍ଦରୀ ଟୁକେଲଟେ ହେଲା। ଆର୍ ସନ୍ନ୍ୟାସୀର ଲାଗି ରାନ୍ଧି ବାଡ଼ି କରି ଖାଇବାକେ ଦେଲା। ଖାଇସାରି ସନ୍ନ୍ୟାସୀ ଶୋଇ ପଡ଼ଲେ। ହେତକେ ସେ ଟୁକେଲ ବି ଗୋଡ଼ ତଲେ ଶୋଇ ପଡ଼ଲା। ରାଜା ସକାଳ ପାଇବାର ତକ ଜଗଲେ। ସକାଳ ହେଲା। ସନ୍ନ୍ୟାସୀ ନିତ୍ୟକର୍ମ ସାରି ସେ ଟୁକେଲକେ ଫେର ଥରେ ସେ ଜାଗାନେ ନେଇ ବସାଲେ। ଆର୍ ଗୁଟେ ଗଡ଼ୁର ପାଏନ୍ ସେ ଟୁକେଲ ଉପରେ ଝିଟି ଦେଲେ। ସାଙ୍ଗେ ସାଙ୍ଗ ସେ ଟୁକେଲ ଫେର ଥରେ ମାକଡ଼ି ହେଇଗଲା। ସନ୍ନ୍ୟାସୀ ତାହାକେ ବାହାରେ ଛାଡ଼ି ଦେଇ ତପ କରି ପଲାଲେ। ମାକଡ଼ି ଛନେ ବେଲ ଇ ଗଛନୁ ସେ ଗଛକେ ଡେଗାଲା। ଆର୍ ରାଜାର ପାସକେ ଆସି ଠାରନାର କରି କହେଲା। ରାଜା ମାକଡ଼ିର ଠାର ବୁଝିପାରଲେ ଯେ ମାକଡ଼ି ରାଜାକେ କିଛି ସାହାଯ୍ୟ କର ବୋଲି କହୁଛେ। ରାଜା ମାକଡ଼ିକେ ସେ ସନ୍ନ୍ୟାସୀ ବସାଲା ଜାଗାକେ ନେଇ ବସାଲେ। ଆର୍ ପହଲା ଗଡ଼ୁର ପାଏନ୍ ଟିକେ ମାକଡ଼ିର ଉପରେ ଝିଟି ଦେଲେ। ଦେଖୁ ଦେଖୁ ମାକଡ଼ି ଦିବ୍ୟ ସୁନ୍ଦରୀ ଟୁକେଲଟେ ହେଲା। ଆର୍ ଦୁଇ ହାତ ଯୋଡ଼ି ଜୁହାର କରି ରାଜାକେ କହେଲା, ହେ ରାଜା, ମୋର ନା କାମିନୀ। କାମଦେବ ହେଉଛନ୍ ମୋର ବାପା ଆର୍ ଅପ୍ସରା ପୁଷ୍ପବତୀ ହେଉଛନ୍ ମୋର ମା। ଛୋଟ ବେଲେ ଶିକାର କରବାଟା ମୋର ସଉକ ଥିଲା। ଥରେ ମୁଇଁ ଗୁଟେ ହରିଣକେ ଦେଖି ସରଟେ ମାରଲି। ସେ ସର ହରିଣକେ ନାଇଁ ବାଜି କରି ଗୁଟେ ଋଷିର ହାତେ ବାଜଲା। ଋଷିର ତପସ୍ୟା ଭାଙ୍ଗିଗଲା। ସେ ରାଗ ହେଇକରି ମତେ ଅଭିଶାପ ଦେଲେ ଯେ ମୁଇଁ ଦିନବେଲିଆ ମାକଡ଼ିଟେ ହେମି ଆର୍ ରାଏତ ହେଲେ ରାଜକୁମାରୀ ହେଇ ଗୁଟେ ସନ୍ନ୍ୟାସୀର ସେବା କରି ରହିମି। ଇ କଥା ଶୁନି ମୁଇଁ ବହୁତ ମନ ଦୁଃଖ କଲି। ତାକର ପାଦ ତଲେ ପଡ଼ି ସାଫ୍ୟ ଫିରେଇ ନିଅ ବୋଲି ଗୁହାରି କଲି। ହେଲେ ତପସ୍ୱୀ କହେଲେ ମୋର ଅଭିଶାପ ଆର୍ ଫିରେଇ ନେଇ ପାରେ। ହେଲେ ଗୁଟେ କଥା, ଯେନ୍ ଦିନ ଜଙ୍ଗଲକେ ଗୁଟେ ରାଜକୁମାର ଆଏବା ଆର୍ ତୁଇ ତାହାକେ ଭେଟବୁ ସେଦିନ ସାଫ୍ୟ ମୁକ୍ତ ହେଇଯିବୁ। ହେଲେ ମୁଇଁ ସେତେବେଲେ ସମ୍ପୂର୍ଣ୍ଣ ସାଫ୍ୟ ମୁକ୍ତ ହେଇଯିମି ଯେତେବେଲେ ଇ ସନ୍ନ୍ୟାସୀ ମୋର ସେବାରେ ଅତି ଖୁସି ହେଇକରି ମତେ କିଛି ଉପହାର ଦେବେ। ଆର୍ ସେ ଉପହାର ପାଇଲା ପରେ ମୁଇଁ ତୁମର ରାନୀ ହେଇକରି ରହିମି। ଆର୍ ଭାବୁଛେ ଆଜି ମତେ ଖୁସି ହେଇକରି ସନ୍ନ୍ୟାସୀ ନିହାତି ଉପହାରଟେ ଦେବେ। ଇ କଥା ଶୁନି ରାଜା ପିଲା ସେ ରାଜକୁମାରୀକେ ଆର ଗଡ଼ୁର ପାଏନ୍ ଝିଟି ଫେର ଥରେ ମାକଡ଼ି କରିଦେଲେ। ଆର୍ ନିଜେ ଲୁକି ରହିଲେ। ସନ୍ଧ୍ୟା ହେଲାକେ ସେ କୁଡ଼ିଆ ଭିତରକେ ସନ୍ନ୍ୟାସୀ ଆସିଲେ। ଆର୍ ମାକଡ଼ିକେ ପାଏନ୍ ଝିଟି ଦେଲେ। ସାଙ୍ଗେ ସାଙ୍ଗ ମାକଡ଼ି ରାଜକୁମାରୀ ହେଲା। ଆର୍ ସୁଆଦ ଦରବ ରାନ୍ଧି କରି ସନ୍ନ୍ୟାସୀକେ ଖାଇବାକେ ଦେଲା। ସନ୍ନ୍ୟାସୀ ସେ ସବୁ ଖାଇକରି ଖୁସି ହେଇଗଲେ। ଆର୍ ରାଜକୁମାରୀକେ ପଦ୍ମଫୁଲଟେ ଉପହାର ଦେଇ କହେଲେ, ଇ ପଦ୍ମଫୁଲ ସବୁଦିନ ଏନ୍ତା ସଜ ଥିବା, କେଭେ ନାଇଁ ମଉଲେ। ଆର୍ ସବୁଦିନ ତତେ ନୂଆ ନୂଆ ଜିନିଷ ଦଉଥିବା। ଆଜିର୍ନୁ ତୁଇ ସାଫ୍ୟ ମୁକ୍ତ ହେଇଗଲୁ। ଆର୍ ମୁଇଁ ଜାନିଛେ ତୁଇ ଗୁଟେ ରାଜା ପିଲାକେ ଲୁକେଇ କରି ରଖିଛୁ। ଯା ସେ ରାଜା ପିଲାକେ ମୋର ପାସକେ ଡାକି ଆନ। ମୋର ତରଫରୁ ସେ ରାଜା ପିଲାକେ ବି ଗୁଟେ ପଦ୍ମଫୁଲ ଦେବୁ। ରାଜକୁମାରୀ ହଁ କରି ରାଜା ପିଲାକେ ଧରି ଆନସି। ରାଜା ପିଲା ଆସି ସନ୍ନ୍ୟାସୀକେ ମୁଡ଼ିଆ ମାରଲା। ସନ୍ନ୍ୟାସୀ ରାଜକୁମାରୀକେ ରାଜା ପିଲାକେ ଦେଇ କହେଲେ, ତୁମେ ଇ ରାଜକୁମାରୀକେ ନେଇ ତମର ରାଇଜେ ରାନୀ କରି ରଖ। ହେଲେ ଗୁଟେ କଥା, ଇ ରାନୀ ଟୁକିଲ ମୋର ବହୁତଟେ ସେବା କରିଛି। ହେଥିର ଲାଗି ତମେ ତାର
ମାକିଡ଼ି ପ୍ରତିମୂର୍ତ୍ତିଟେ କରି ମୋର୍ କୁଡ଼ିଆ ଆଗେ ରଖି ଦେଇଛ, ଯେନ୍ତିର୍ ଲାଗି ମୁଇଁ ତାର୍ ସେବାଟା ଭୁଲି ନାଇଁ ଯାଏ। ହେତ୍କେ ରାଜା ଆର୍ ରାଜକୁମାରୀ ସନ୍ନ୍ୟାସୀର ଆଶୀର୍ବାଦ ନେଇ ତାକର୍ ରାଜ୍କେ ଗଲେ ଆର୍ ସନ୍ନ୍ୟାସୀର କହେଲା ହିସାବେ ଇ ମାକିଡ଼ିର ମୂର୍ତ୍ତିଟେ ବନେଇ ଇ ଜାଗାନେ ରଖିଦେଲେ। ଆଜି ସେ ସନ୍ନ୍ୟାସୀ ନାଇଁ କି ରାଜକୁମାର ବି ନାଇଁ, ହେଲେ ଇ ମୂର୍ତ୍ତିଟା ରହି ସେ ପୁରୁଣା କଥାକେ ମନେ ପକେଇ ଦେଉଛି। ଏବେ ତୁଇ ବୁଝଲୁ ତ ଅବୋଲକରା, ଇ ମାକିଡ଼ିର ମୂର୍ତ୍ତିଟା କାଁ ହେଲା ଇନ ଅଛେ ଯେ? ଅବୋଲକରା ହଁ ଗୋସେଇଁ ବୋଲି କହିସି। ଇଥର ଗୋସେଇଁ କହେସନ୍, ହଉ ଠିକ୍ ଅଛେ, ଏବେ ଗାଁ ଭିତରକେ ଚାଲ୍, ରନ୍ଧା ବଢ଼ା କରି ଖାଇ ଟିକେ ବିଶ୍ରାମ ନେମା ଆର୍ ସକାଳ ପାଇଲେ ଆର୍ ଫେର୍ ଆଗକେ ଚାଲମା।